Good morning everyone. Welcome to Daily Learning. ଆଜି ଆମେ ଏଇ ଭିଡିଓରେ ରାଇଜ ଅଫ ବ୍ରିଟିଶ ପାୱାର ଇନ୍ ଇଣ୍ଡିଆର କିଛିଟା ଏମସିକ୍ୟୁ ଡିସ୍କସନ କରିବା। ଏଟା ହଉଛି ୟାର କ୍ଲାସ ନମ୍ବର 1। ଯଦି ବିଏଡ୍ ପାଇଁ ପ୍ରିପେୟାର ହଉଛନ୍ତି ତାହେଲେ ଏଇ ଭିଡିଓଟି ଆପଣଙ୍କୁ ବହୁତ ହେଲ୍ପଫୁଲ ହବ। ତା ସହିତ ଯୋଉ ଅଲଗା କମ୍ପିଟେଟିଭ ଏକ୍ସାମ ପାଇଁ ଯଦି ଡବଲ ଏସସି ଟ୍ରିପଲ ଏସସି ପାଇଁ ବି ପ୍ରିପେୟାର ହଉଛନ୍ତି ତାହେଲେ ଏଇ ଭିଡିଓଟା ବି ବହୁତ ହେଲ୍ପଫୁଲ ହବ। ତାପରେ ହଉଛି କଣ ନା ଯଦି ବିଏଡ୍ ପାଇଁ ପ୍ରିପେୟାର ହଉଛନ୍ତି ତାହେଲେ ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦିଅନ୍ତୁ, କାହିଁକି ନା ବିଏଡ୍ ରିଲେଟେଡ ଯେତେଟା ଏମସିକ୍ୟୁ ଆମେ ସବୁ ଏଠି ଡିସ୍କସନ କରୁଛୁ। ଚାଲନ୍ତୁ ଫାର୍ଷ୍ଟ କ୍ୱେଶ୍ଚନ ଦେଖିବା। ଫାର୍ଷ୍ଟ କ୍ୱେଶ୍ଚନ ଦେଇଛି ହୁ ୱାଜ ଦ ଫାର୍ଷ୍ଟ ଗଭର୍ଣ୍ଣର ଅଫ ବେଙ୍ଗଲ। ସେଇଠି ପଚାରିଛି କଣ ନା ଫାର୍ଷ୍ଟ ଗଭର୍ଣ୍ଣର। ଯଦି ଫାର୍ଷ୍ଟ ଗଭର୍ଣ୍ଣର ଜେନେରାଲ ପଚାରିଥାନ୍ତା ଦେନ୍ ୱାରେନ୍ ହେଷ୍ଟିଙ୍ଗ କରିଥାନ୍ତ, କିନ୍ତୁ ସେ ଖାଲି କହିଛି ଗଭର୍ଣ୍ଣର। ତାହେଲେ ଫାର୍ଷ୍ଟ ଗଭର୍ଣ୍ଣର କିଏ? ଅପସନ ଅଛି ରବର୍ଟ କ୍ଲାଇଭ, ୱାରେନ୍ ହେଷ୍ଟିଙ୍ଗ, ଲର୍ଡ କର୍ଣ୍ଣୱାଲିସ ନା ଲର୍ଡ ୱେଲସଲି। ଏ ଠିକ ଉତ୍ତର କୋଉଟା ହବ ନା ରବର୍ଟ କ୍ଲାଇଭ। ରବର୍ଟ କ୍ଲାଇଭ ହଉଛନ୍ତି ଯିଏକି ଫାର୍ଷ୍ଟ ଗଭର୍ଣ୍ଣର ଅଫ ବେଙ୍ଗଲ। ଗଭର୍ଣ୍ଣର ଜେନେରାଲ ନୁହଁ, ଫାର୍ଷ୍ଟ ଗଭର୍ଣ୍ଣର ଅଫ ବେଙ୍ଗଲ। ତାଙ୍କୁ ନବୁବ ବୋଲି କୁହାଯାଏ। ଯଦି ପଚାରିବ ଫାର୍ଷ୍ଟ ଗଭର୍ଣ୍ଣର ଜେନେରାଲ ଅଫ ବେଙ୍ଗଲ ତାହେଲେ ଏଟା କରିବେ କଣ? ୱାରେନ୍ ହେଷ୍ଟିଙ୍ଗ। ନେକ୍ସଟ କ୍ୱେଶ୍ଚନ ହୁ ୱାଜ ଦ ଫାର୍ଷ୍ଟ ଗଭର୍ଣ୍ଣର ଜେନେରାଲ ଅଫ ଇଣ୍ଡିଆ। ତାହେଲେ ତିନିଟା କ୍ୱେଶ୍ଚନ ଆସିବ। ପଚାରିବ ଫାର୍ଷ୍ଟ ଗଭର୍ଣ୍ଣର ଅଫ ବେଙ୍ଗଲ ତାହେଲେ ରବର୍ଟ କ୍ଲାଇଭ, ଫାର୍ଷ୍ଟ ଗଭର୍ଣ୍ଣର ଜେନେରାଲ ଅଫ ବେଙ୍ଗଲ ତାହେଲେ ୱାରେନ୍ ହେଷ୍ଟିଙ୍ଗ, ତାପରେ ହଉଛି ଫାର୍ଷ୍ଟ ଗଭର୍ଣ୍ଣର ଜେନେରାଲ ଅଫ ଇଣ୍ଡିଆ। ତାହେଲେ ଇଣ୍ଡିଆର ହଉଛି ଫାର୍ଷ୍ଟ ଗଭର୍ଣ୍ଣର ଜେନେରାଲ କିଏ? ଅପସନ ଅଛି ଲର୍ଡ କର୍ଣ୍ଣୱାଲିସ, ୱାରେନ୍ ହେଷ୍ଟିଙ୍ଗ, ଲର୍ଡ ୱିଲିୟମ ବେଣ୍ଟିକ ନା ଲର୍ଡ ୱେଲସଲି। ଠିକ ଉତ୍ତର କୋଉଟା ହବ ନା ଲର୍ଡ ୱିଲିୟମ ବେଣ୍ଟିକ। ଲର୍ଡ ୱିଲିୟମ ବେଣ୍ଟିକ ହଉଛନ୍ତି ଫାର୍ଷ୍ଟ ଗଭର୍ଣ୍ଣର ଜେନେରାଲ ଅଫ ଇଣ୍ଡିଆ। Next question, Lord Cornwallis is best known for his which major reform? ତାହେଲେ ଲର୍ଡ କର୍ଣ୍ଣୱାଲିସଙ୍କର ମାନେ ଏକ ଭିତରୁ କୋଉ କାମଟା ତାଙ୍କର ଅଛି? ତ ସବସିଡାରୀ ଏଲାଏନ୍ସ, ପରମାନେଣ୍ଟ ସେଟଲମେଣ୍ଟ, ଡକ୍ଟ୍ରିନ୍ ଅଫ ଲାଭସ୍ ନା ଇଣ୍ଡିଆନ କାଉନସିଲ ଆକ୍ଟ। ଏ ଠିକ ଉତ୍ତର କୋଉଟା ହବ ନା ଲର୍ଡ କର୍ଣ୍ଣୱାଲିସ କଣ କରିଥିଲେ ନା ଏଇ ପରମାନେଣ୍ଟ ସେଟଲମେଣ୍ଟ ସିଷ୍ଟମକୁ ସିଏ ଇଣ୍ଟ୍ରୋଡ୍ୟୁସ କରିଥିଲେ। ଠିକ ଉତ୍ତର କୋଉଟା ହବ ନା ଏଇ ପରମାନେଣ୍ଟ ସେଟଲମେଣ୍ଟ ସିଷ୍ଟମକୁ ଲର୍ଡ କର୍ଣ୍ଣୱାଲିସ ଇଣ୍ଟ୍ରୋଡ୍ୟୁସ କରିଥିଲେ। ତା ସହିତ କଣ ନା ଜମିଦାରୀ ପ୍ରଥା, ସନସେଟ ଲ, ଇଏ ସବୁ କୋଉଟା ନା ଲର୍ଡ କର୍ଣ୍ଣୱାଲିସଙ୍କ ସହିତ ରିଲେଟେଡ। ଆଉ କଣ କରିଥିଲେ ନା ଇଏ ମଧ୍ୟ ସିଭିଲ ସର୍ଭିସ ର ବି ମଧ୍ୟ ଇଣ୍ଟ୍ରୋଡ୍ୟୁସ କରିଥିଲେ। କିଏ? ଏଇ କର୍ଣ୍ଣୱାଲିସ। ସିଭିଲ ସର୍ଭିସ, ପରମାନେଣ୍ଟ ସେଟଲମେଣ୍ଟ ସିଷ୍ଟମ, ଜମିଦାରୀ ପ୍ରଥା ଆଉ ସନସେଟ ଲ, ଏ ସବୁ କରିଥିଲେ କିଏ? ଲର୍ଡ କର୍ଣ୍ଣୱାଲିସ। ଆଉ ଏଟା କେବେ ଆସିଥିଲା ନା 1793 ରେ। ଯଦି ପଚାରେ କେବେ ଆସିଥିଲା ତାହେଲେ ଠିକ ଆନ୍ସର କଣ ହବ? 1793 ରେ ସିଏ ଲର୍ଡ କର୍ଣ୍ଣୱାଲିସ ଏଇ ପରମାନେଣ୍ଟ ସେଟଲମେଣ୍ଟ ସିଷ୍ଟମକୁ ଇଣ୍ଟ୍ରୋଡ୍ୟୁସ କରିଥିଲେ। ନେକ୍ସଟ କ୍ୱେଶ୍ଚନ, ହୁ ୱାଜ ଦ ଫାର୍ଷ୍ଟ ଇଣ୍ଡିଆନ କ୍ୱାଲିଫାଏ ଫର ଦ ଇଣ୍ଡିଆନ ସିଭିଲ ସର୍ଭିସ। ତାହେଲେ ସେ ସିଭିଲ ସର୍ଭିସ କିଏ ଇଣ୍ଟ୍ରୋଡ୍ୟୁସ କରିଥିଲେ? ଲର୍ଡ କର୍ଣ୍ଣୱାଲିସ। କିନ୍ତୁ ପଚାରିଛି ଫାର୍ଷ୍ଟ ଇଣ୍ଡିଆନ ଯିଏକି ସିଭିଲ ସର୍ଭିସ କ୍ୱାଲିଫାଏ କରିଥିଲେ। ଅପସନ ଅଛି ସୁରେନ୍ଦ୍ରନାଥ ବାନାର୍ଜୀ, ସତ୍ୟେନ୍ଦ୍ରନାଥ ଟାଗୋର, ରବୀନ୍ଦ୍ରନାଥ ଟାଗୋର ନା ଦାଦାଭାଇ ନାରୋଜୀ। ଏ ଠିକ ଉତ୍ତର କୋଉଟା ହବ ନା ସତ୍ୟେନ୍ଦ୍ରନାଥ ଟାଗୋର, ଯିଏକି ରବୀନ୍ଦ୍ରନାଥ ଟାଗୋରଙ୍କ ବଡ ଭାଇ ସତ୍ୟେନ୍ଦ୍ରନାଥ ଟାଗୋର ହଉଛନ୍ତି କିଏ ନା ଫାର୍ଷ୍ଟ ଇଣ୍ଡିଆନ ଯିଏକି ସିଭିଲ ସର୍ଭିସ କ୍ୱାଲିଫାଏ କରିଥିଲେ। ନେକ୍ସଟ କ୍ୱେଶ୍ଚନ କଣ ଅଛି ଦେଖିବା। ହୁ ଇଣ୍ଟ୍ରୋଡ୍ୟୁସ ଦ ସବସିଡାରୀ ଏଲାଇନ୍ସ ସିଷ୍ଟମ ଇନ ଇଣ୍ଡିଆ। ଏ ଯୋଉ ସବସିଡାରୀ ଏଲାଇନ୍ସ କୁ କିଏ ଇଣ୍ଟ୍ରୋଡ୍ୟୁସ କରିଛି ବୋଲି ପଚାରୁଛି। ଅପସନ ଅଛି ଲର୍ଡ କର୍ଣ୍ଣୱାଲିସ, ଲର୍ଡ ଡେଲାହଉସି, ଲର୍ଡ ୱେଲସଲି ନା ଲର୍ଡ ହେଷ୍ଟିଙ୍ଗ। ତାହେଲେ ଲର୍ଡ କର୍ଣ୍ଣୱାଲିସଙ୍କ ବିଷୟରେ ଆମେ ଏବେ ପଢିଲେ। ପରମାନେଣ୍ଟ ସେଟଲମେଣ୍ଟ ସିଷ୍ଟମ, ଜମିଦାରୀ ପ୍ରଥା, ସନସେଟ ଲ, ସିଭିଲ ସର୍ଭିସ, ଏ ସବୁ କିଏ କରିଥିଲେ? ଲର୍ଡ କର୍ଣ୍ଣୱାଲିସ। ଦେନ୍ ସେ ପଚାରୁଛି ସବସିଡାରୀ ଏଲାଇନ୍ସ, ତାହେଲେ ୟାର ଠିକ ଉତ୍ତର କୋଉଟା ହବ ନା ଲର୍ଡ ୱେଲସଲି ସବସିଡାରୀ ଏଲାଇନ୍ସ କୁ ଇଣ୍ଟ୍ରୋଡ୍ୟୁସ କରିଥିଲେ। ଯଦି ପଚାରିବ କେବେ କରିଥିଲେ ନା 1798। 1798 ରେ କିଏ କରିଥିଲେ ନା ଲର୍ଡ ୱେଲସଲି ସବସିଡାରୀ ଏଲାଇନ୍ସ କୁ ଇଣ୍ଟ୍ରୋଡ୍ୟୁସ କରିଥିଲେ। ନେକ୍ସଟ କ୍ୱେଶ୍ଚନ ଦେଖିବା। Which Indian state was the first to accept the subsidiary alliance? ସେ ପଚାରୁଛି ଏଙ୍କ ଭିତରୁ କୋଉ ଇଣ୍ଡିଆନ ଷ୍ଟେଟ ଟା ପ୍ରଥମେ ସବସିଡାରୀ ଆଲାଏନ୍ସ କୁ ଗ୍ରହଣ କରିଥିଲା। ଅପସନ ଅଛି କଣ? ମାଇସୋର, ହାଇଦ୍ରାବାଦ, ଔଧ ନା ମରାଠା। ୟା ଠିକ ଉତ୍ତର କୋଉଟା ହବ ନା ହାଇଦ୍ରାବାଦ। ଆଉ କଣ ନା ନିଜାମ ଅଫ ହାଇଦ୍ରାବାଦ ହଉଛନ୍ତି ଯିଏକି କଣ କରିଥିଲେ ନା ସବସିଡାରୀ ଆଲାଏନ୍ସ କୁ ସେ ଗ୍ରହଣ କରିଥିଲେ। ଆଉ ସେ ପଚାରୁଛି ଏଠି କୋଉ ଷ୍ଟେଟ ନା ହାଇଦ୍ରାବାଦ ହିଁ ପ୍ରଥମେ କଣ କରିଥିଲା ନା ସବସିଡାରୀ ଆଲାଏନ୍ସ କୁ ଗ୍ରହଣ କରିଥିଲା। Next question. In which act was 1 lakh rupee set aside for education in India? ତ ଶିକ୍ଷା ପାଇଁ ଯୋଉ 1 ଲକ୍ଷ ଟଙ୍କା ଦିଆଯିବ ବୁଝି ଏଙ୍କ ଭିତରୁ କୋଉ ଆକ୍ଟଟା ସେଇଟା ଆଣିଥିଲା। ଅପସନ ଅଛି ଚାର୍ଟର ଆକ୍ଟ 1813, ଚାର୍ଟର ଆକ୍ଟ 1833, ଚାର୍ଟର ଆକ୍ଟ 1853 ନା ଇଣ୍ଡିଆନ କାଉନସିଲ ଆକ୍ଟ 1861।
ତାହେଲେ ଏଟା ଠିକ ଉତ୍ତର କୋଉଟା ହବ ନା ଚାର୍ଟର ଆକ୍ଟ 1813 ଅନୁଯାୟୀ କଣ ନା 1 ଲକ୍ଷ ଟଙ୍କା ଦିଆଯିବ ଶିକ୍ଷା ପାଇଁ। ତାହେଲେ ଏଟା ଠିକ ଉତ୍ତର କୋଉଟା ହବ ନା ଚାର୍ଟର ଆକ୍ଟ 1813। ନେକ୍ସଟ କ୍ୱେଶ୍ଚନ ଦେଖିବା ଦେଇଛି ହୁ ଇଣ୍ଟ୍ରୋଡ୍ୟୁସ୍ଡ ଇଂଲିଶ ଏଜୁକେସନ ଇନ୍ ଇଣ୍ଡିଆ। ତାହେଲେ ଏଇ ଯୋଉ ଇଣ୍ଡିଆରେ ଇଂଲିଶ ଏଜୁକେସନ କିଏ ଇଣ୍ଟ୍ରୋଡ୍ୟୁସ କରିଛି ବୋଲି ପଚାରୁଛି। ଅପସନ ଅଛି ଲର୍ଡ ୱେଲସଲି, ଲର୍ଡ ମାକାଉଲି, ଲର୍ଡ କର୍ଣ୍ଣୱାଲିସ ନା ଲର୍ଡ ଡେଲହାଉସି। ଏହା ଠିକ ଉତ୍ତର କୋଉଟା ହବ ନା ୱେଲସଲି ତ ଆମେ ଜାଣିଲେ କିଏ ନା ସବସିଡାରୀ ଏୟାରଲାଇନ୍ସ, ଏଟା ହବନି। ତାପରେ ଆସିଲା କଣ ଲର୍ଡ କର୍ଣ୍ଣୱାଲିସ ତ ହଉଛନ୍ତି ପରମାନେଣ୍ଟ ସେଟଲମେଣ୍ଟ ସିଷ୍ଟମ, ଜମିଦାରୀ ପ୍ରଥା, ସିଭିଲ ସର୍ଭିସ, ଇଏ ସବୁ ହେଲେ ଲର୍ଡ କର୍ଣ୍ଣୱାଲିସ। ଆଉ ଲର୍ଡ ଡେଲହାଉସି କଣ ନା ଯୋଉ ଡକ୍ଟ୍ରିନ ଅଫ ଲାପ୍ସ କୁ କିଏ ଆଣିଥିଲେ ନା ଲର୍ଡ ଡେଲହାଉସି। ସେଇଠି ପଚାରୁଛି କଣ ଇଂଲିଶ ଏଜୁକେସନ କିଏ ଆଣିଥିଲେ ନା ଲର୍ଡ ମାକାଉଲି। ଲର୍ଡ ମାକାଉଲି କଣ କରିଥିଲେ ନା ଇଂଲିଶ ଏଜୁକେସନ କୁ ସେ ଇଣ୍ଟ୍ରୋଡ୍ୟୁସ କରିଥିଲେ। କେବେ କରିଥିଲେ ନା 1835 ରେ ସେ କଣ କରିଥିଲେ ନା ଇଂଲିଶ ଏଜୁକେସନ କୁ ଇଣ୍ଟ୍ରୋଡ୍ୟୁସ କରିଥିଲେ। ଆଉ ସେଇ ସମୟରେ ଗଭର୍ଣ୍ଣର ଜେନେରାଲ କିଏ ଥିଲେ ଇଣ୍ଡିଆରେ ନା ଲର୍ଡ ୱିଲିୟମ ବେଣ୍ଟିକ। ସେତେବେଳେ ମାକାଉଲି ମିନିଟ କଣ କରିଥିଲେ ନା ଇଂଲିଶ ଏଜୁକେସନ ଇଣ୍ଟ୍ରୋଡ୍ୟୁସ କରିଥିଲେ। ସେ ଟାଇମରେ କିଏ ଥିଲେ ନା ଗଭର୍ଣ୍ଣର ଜେନେରାଲ ଥିଲେ ଲର୍ଡ ୱିଲିୟମ ବେଣ୍ଟିକ। ନେକ୍ସଟ କ୍ୱେଶ୍ଚନ ହୁ ଇଣ୍ଟ୍ରୋଡ୍ୟୁସ ଦ ଡକ୍ଟ୍ରିନ ଅଫ ଲାପ୍ସ ଇନ୍ ଇଣ୍ଡିଆ। ଯୋଉ ଡକ୍ଟ୍ରିନ ଅଫ ଲାପ୍ସ କୁ କିଏ ଇଣ୍ଟ୍ରୋଡ୍ୟୁସ କରିଥିଲେ ବୋଲି ଏଠି ପଚାରୁଛି। ଅପସନ ଅଛି କଣ ନା ଲର୍ଡ ୱେଲସଲି, ଲର୍ଡ କର୍ଣ୍ଣୱାଲିସ, ଲର୍ଡ ଡେଲହାଉସି ନା ଲର୍ଡ କେନିଂ। ଏଠିକ ଉତ୍ତର କୋଉଟା ହବ ନା ଲର୍ଡ ଡେଲହାଉସି। ଲର୍ଡ ଡେଲହାଉସି କଣ କରିଥିଲେ ନା ଏଇ ଡକ୍ଟ୍ରିନ ଅଫ ଲାପ୍ସ କୁ ଆମ ଇଣ୍ଡିଆରେ ଇଣ୍ଟ୍ରୋଡ୍ୟୁସ କରିଥିଲେ। ଆଉ ତା ସହିତ କଣ କଣ କରିଥିଲେ ନା ରେଲୱେ ଲାଇନ, ପୋଷ୍ଟ ଅଫିସ, ଟେଲିଗ୍ରାଫ, ଇଏ ସବୁ କଣ କରିଥିଲେ ନା ଯଦି ସେ କ୍ୱେଶ୍ଚନ ଆସିବ ତାହେଲେ ସେ ସବୁ କାହା ସହିତ ନା ଲର୍ଡ ଡେଲହାଉସିଙ୍କ ସହିତ ଜଡିତ। ତାହେଲେ କଣ ନା ଲର୍ଡ ଡେଲହାଉସି ଯଦି ପଚାରିବେ ତାଙ୍କର କଣ ନା ଡକ୍ଟ୍ରିନ ଅଫ ଲାପ୍ସ, ରେଲୱେ ଲାଇନ, ପୋଷ୍ଟ ଅଫିସ, ଟେଲିଗ୍ରାଫ, ଇଏ ସବୁ କରିଥିଲେ କିଏ ନା ଲର୍ଡ ଡେଲହାଉସି। ତାପରେ ଲର୍ଡ ୱେଲସଲି କିଏ ନା ସବସିଡାରୀ ଏୟାରଲାଇନ୍ସ, ଲର୍ଡ କର୍ଣ୍ଣୱାଲିସ ହଉଛନ୍ତି ଜମିଦାରୀ ପ୍ରଥା, ସନସେଟ ଲ, ଆଉ ଲର୍ଡ କେନିଂ ହଉଛନ୍ତି କିଏ ନା ଫାର୍ଷ୍ଟ ଭାଇସରୟ ଅଫ ଇଣ୍ଡିଆ। ନେକ୍ସଟ କ୍ୱେଶ୍ଚନ ଦ ଡକ୍ଟ୍ରିନ ଅଫ ଲାପ୍ସ ୱାଜ ଫାର୍ଷ୍ଟ ଇମ୍ପ୍ଲିମେଣ୍ଟେଡ ଇନ୍ ହୁଇଚ୍ ଇଣ୍ଡିଆନ ଷ୍ଟେଟ। ଏଇ ଯୋଉ ଡକ୍ଟ୍ରିନ ଅଫ ଲାପ୍ସ ପ୍ରଥମେ କୋଉଠି ଲାଗୁ ହେଇଥିଲା। ଅପସନ ଅଛି ଝାନ୍ସୀ, ନାଗପୁର, ସାତାରା ନା ଔଧ। ଏଠିକ ଉତ୍ତର କୋଉଟା ହବ ଏଇ ସାତାରାରେ ହିଁ ଡକ୍ଟ୍ରିନ ଅଫ ଲାପ୍ସ ଟା ପ୍ରଥମେ ଲାଗୁ ହେଇଥିଲା। ନେକ୍ସଟ କ୍ୱେଶ୍ଚନ ଦେଖିବା ହୁ ୱାଜ ଦ ଫାର୍ଷ୍ଟ ଭାଇସରୟ ଅଫ ଇଣ୍ଡିଆ। ତାନେ ପ୍ରଥମେ ଭାଇସରୟ ବୋଲି ପଚାରିଛି। ତାନେ ପ୍ରଥମେ ଆମେ ପଢିଥିଲେ କଣ ଫାର୍ଷ୍ଟ ଗଭର୍ଣ୍ଣର ଅଫ ବେଙ୍ଗଲ କିଏ ରବର୍ଟ କ୍ଲାଇଭ। ତାପରେ ଆସିଲା କଣ ନା ଫାର୍ଷ୍ଟ ଗଭର୍ଣ୍ଣର ଜେନେରାଲ ଅଫ ବେଙ୍ଗଲ ୱେରେନ ହେଷ୍ଟିଙ୍ଗ। ଫାର୍ଷ୍ଟ ଗଭର୍ଣ୍ଣର ଜେନେରାଲ ଅଫ ଇଣ୍ଡିଆ ଲର୍ଡ ୱିଲିୟମ ବେଣ୍ଟିକ। ତାହେଲେ ଏଠି ଆସିଲା କଣ ନା ଫାର୍ଷ୍ଟ ଭାଇସରୟ ଅଫ ଇଣ୍ଡିଆ କିଏ ନା ଲର୍ଡ କେନିଂ। ଏଠିକ ଉତ୍ତର କୋଉଟା ହବ ଏ ଲର୍ଡ କେନିଂ ହଉଛନ୍ତି କଣ ନା ଫାର୍ଷ୍ଟ ଭାଇସରୟ ଅଫ ଇଣ୍ଡିଆ। ନେକ୍ସଟ କ୍ୱେଶ୍ଚନ ଦେଖିବା ଇନ ହୁଇଚ୍ ଇୟର ଡିଡ୍ ଦ ସିପାହୀ ମିଟୁନି ଟେକ୍ ପ୍ଲେସ୍। ତାହେଲେ ସେ ପଚାରୁଛି କଣ ନା ଏଇ ଯୋଉ ସିପାହୀ ବିଦ୍ରୋହଟା କେବେ ଆରମ୍ଭ ହେଇଥିଲା ବୋଲି ସେ ପଚାରୁଛି। ଅପସନ ଅଛି 1848, 1857, 1862 ନା 1875। ଏଠିକ ଉତ୍ତର କୋଉଟା ହବ ନା 1857 ରେ ହିଁ ବା 1857 ମସିହାରେ ହିଁ ସିପାହୀ ବିଦ୍ରୋହଟା ଆରମ୍ଭ ହେଇଥିଲା। ଏଟା କୋଉଠୁ ଆରମ୍ଭ ହେଇଥିଲା ନା ମେରୁଟରେ ହିଁ ଏଇ ସିପାହୀ ବିଦ୍ରୋହଟା ଆରମ୍ଭ ହେଇଥିଲା। Next question, the revolt of 1857 started from which place? ତେଣୁ ସେ ପଚାରୁଛି କଣ ଯୋଉ ସିପାହୀ ବିଦ୍ରୋହ ଯୋଉ ଷ୍ଟାର୍ଟ ହେଇଥିଲା କୋଉଠୁ ଷ୍ଟାର୍ଟ ହେଇଥିଲା। ଅପସନ ଅଛି ଦିଲ୍ଲୀ, କାନପୁର, ମେରୁଟ ନା ଲକ୍ଷ୍ନୌ। ଏଠିକ ଉତ୍ତର କୋଉଟା ହବ ନାଇଁ ମେରୁଟରୁ ହିଁ ଆରମ୍ଭ ହେଇଥିଲା। ଏଇ ସିପାହୀ ବିଦ୍ରୋହ କୋଉଠୁ ଆରମ୍ଭ ହେଇଥିଲା ମେରୁଟରୁ। ନେକ୍ସଟ କ୍ୱେଶ୍ଚନ ଦେଖିବା ହୁ ୱାଜ ଦ ଲିଡର ଅଫ ଦ ରିଭୋଲ୍ଟ ଇନ ଦିଲ୍ଲୀ। ଯୋଉ ସିପାହୀ ବିଦ୍ରୋହ ହେଇଥିଲା ତ ସେ ପଚାରୁଛି ଦିଲ୍ଲୀର କିଏ ଲିଡର ହେଇଥିଲେ ବା ଯୋଉ ଦିଲ୍ଲୀର ଯୋଉ ହଉଥିଲା ସେଇ ସିପାହୀ ବିଦ୍ରୋହଟା ତାର ଲିଡର କିଏ ଥିଲେ ବୋଲି ଏଠି ପଚାରୁଛି। ଅପସନ ଅଛି କିଏ ନା ତାନ୍ତିଆ ଟୋପେ, ନାନା ସାହେବ, ବାହାଦୁର ଶାହ ଟୁ ନା ରାଣୀ ଲକ୍ଷ୍ମୀବାଇ। ଏଠିକ ଉତ୍ତର କୋଉଟା ହବ ନା ବାହାଦୁର ଶାହ ଟୁ କଣ କରିଥିଲେ ନା ଦିଲ୍ଲୀର ଲିଡ୍ କରୁଥିଲେ କିଏ ନା ବାହାଦୁର ଶାହ ଟୁ। ନେକ୍ସଟ କ୍ୱେଶ୍ଚନ ଦେଖିବା ଆଉ ନାନା ସାହେବ ପଚାରିଲେ କୋଉଠି ନା ନାନା ସାହେବ ହଉଛନ୍ତି କୋଉଠି ନା କାନପୁରର ହଉଛନ୍ତି ନାନା ସାହେବ। ଆଉ ରାଣୀ ଲକ୍ଷ୍ମୀବାଇ କୋଉଠି ନା ଝାନ୍ସୀର କିଏ ଲିଡ୍ କରୁଥିଲେ ନା ରାଣୀ ଲକ୍ଷ୍ମୀବାଇ। ନେକ୍ସଟ କ୍ୱେଶ୍ଚନ ହୁ ଲେଡ୍ ଦ ରିଭୋଲ୍ଟ ଇନ୍ କାନପୁର। ତାହେଲେ କାନପୁରର କିଏ ମୁଖ୍ୟ ଥିଲେ। ଅପସନ ଅଛି ରାଣୀ ଲକ୍ଷ୍ମୀବାଇ, ନାନା ସାହେବ, ବେଗମ ହଜରତ ମହଲ ନା କୁଂୱର ସିଂ। ଏଠିକ ଉତ୍ତର କୋଉଟା ହବ ନା ଯୋଉ କାନପୁରରେ କିଏ ନେତୃତ୍ୱ ନଉଥିଲେ ନା ନାନା ସାହେବ। ନାନା ସାହେବ କୋଉଠି ନଉଥିଲେ କାନପୁରର। ନେକ୍ସଟ କ୍ୱେଶ୍ଚନ ଦେଖିବା ହୁ ୱାଜ ଦ ଲିଡର ଅଫ ଦ ରିଭୋଲ୍ଟ ଇନ୍ ଝାନ୍ସୀ। ତାହେଲେ କହିଲେ ଝାନ୍ସୀର ନେତୃତ୍ୱ କିଏ ନଉଥିଲେ ଯେମିତି ଆମେ ଏବେ କାନପୁରର ନାନା ସାହେବ ସେମିତି ଝାନ୍ସୀର କିଏ ନା ଝାନ୍ସୀର ଲକ୍ଷ୍ମୀବାଇ। ନେକ୍ସଟ କ୍ୱେଶ୍ଚନ ଦେଖିବା
which leader was associated with the revolt in Bihar? then ସେ ବିହାରର ଏଠି ନେତୃତ୍ୱ କିଏ ନେଇଥିଲେ ବୋଲି ପଚାରୁଛି। ବିହାରରେ କିଏ? ଅପସନ ଅଛି ତାନ୍ତିଆ ଟୋପେ, କୁंवर ସିଂ, ମଙ୍ଗଲ ପାଣ୍ଡେ ନା ନାନା ସାହେବ। ଏଠିକ ଉତ୍ତର କୋଉଟା ହବ? ବିହାରର କୁंवर ସିଂ। ବିହାର କିଏ ଥିଲେ? ନା କୁंवर ସିଂ ହିଁ ନେତୃତ୍ୱ ନେଉଥିଲେ। ତାହେଲେ କାନପୁରର ନାନା ସାହେବ, ଝାନ୍ସୀର ରାଣୀ ଲକ୍ଷ୍ମୀବାଇ, ଦିଲ୍ଲୀର ବାହାଦୁର ଶାହ ଟୁ, ଆଉ ବିହାରର କିଏ? କୁंवर ସିଂ। ନେକ୍ସଟ କ୍ୱେଶ୍ଚନ ଦେଖିବା। who described the revolt of 1857 as the first war of Indian independence? ତାହେଲେ କିଏ କହିଥିଲେ ଯୋଉ ସିପାହୀ ବିଦ୍ରୋହକୁ କିଏ କହିଥିଲେ? ନା ଫାଷ୍ଟ ୱାର ଅଫ ଇଣ୍ଡିପେଣ୍ଡେନ୍ସ ବୋଲି ଏ କଥା କିଏ କହିଥିଲେ? ଅପସନ ଅଛି ଜବାହରଲାଲ ନେହେରୁ, ବିଡି ସବରକର, ନା ଆରସି ମଜୁମଦାର, ନା ଦାଦା ଭାଇ ନାରୁଜୀ। ଏଠିକ ଉତ୍ତର କୋଉଟା ହବ? ନା ଏଇ ଯୋଉ ବିନାୟକ ଦାମୋଦର ସବରକର ବା ବିଡି ସବରକର ହିଁ କହିଥିଲେ ଏଇ ସିପାହୀ ବିଦ୍ରୋହକୁ କଣ? ନା ଫାଷ୍ଟ ୱାର ଅଫ ଇଣ୍ଡିଆନ independence. Next question. Who was the Governor General of India during the revolt of 1857? ଯେବେ ଯାଉଛି 1857 ମସିହାରେ ଯୋଉ ହଉଥିଲା କଣ? ନା ସିପାହୀ ବିଦ୍ରୋହ, ତ ସେତେବେଳେ କିଏ ଥିଲେ ଗଭର୍ଣ୍ଣର ଜେନେରାଲ କିଏ ଥିଲେ ବୋଲି ପଚାରୁଛି। ଅପସନ ଅଛି ଲର୍ଡ ଡେଲାହାଉସି, ଲର୍ଡ କେନିଂ, ଲର୍ଡ କର୍ଜନ ନା ଲର୍ଡ ରିପନ। ଏ ଠିକ ଉତ୍ତର କୋଉଟା ହବ? ନା ଲର୍ଡ କେନିଂ। ଲର୍ଡ କେନିଂ ହିଁ ସେତେବେଳେ କଣ କରୁଥିଲେ? ନା ଗଭର୍ଣ୍ଣର ଜେନେରାଲ ଥିଲେ କିଏ? ଲର୍ଡ କେନିଂ। ନେକ୍ସଟ କ୍ୱେଶ୍ଚନ ଦେଖିବା। who was the first soldier to start the revolt at ବାରାକପୁରେ? ସେ ପଚାରୁଛି କଣ? ନା ପ୍ରଥମ ସୋଲଜର ଯିଏକି କଣ କରିଥିଲେ? ନା ଏଇ ଯୋଉ ସିପାହୀ ବିଦ୍ରୋହଟା ଆରମ୍ଭ କରିଥିଲେ। ଆଉ ସେ କୋଉଟାର ନେତୃତ୍ୱ ନେଉଥିଲେ? ନା ବାରାକପୁରେ। ଅପସନ ଅଛି କିଏ? ନା ମଙ୍ଗଲ ପାଣ୍ଡେ, ତାନ୍ତିଆ ଟୋପେ, ବାହାଦୁର ଶାହ ଟୁ ନା ନାନା ସାହେବ। ଏଠିକ ଉତ୍ତର କୋଉଟା ହବ? ନା ମଙ୍ଗଲ ପାଣ୍ଡେ ହଉଛନ୍ତି ଜଣେ ସିପାହୀ ଯିଏକି ଆରମ୍ଭ କରିଥିଲେ, ସିପାହୀ ବିଦ୍ରୋହଟା ଆରମ୍ଭ କରିଥିଲେ। ଆଉ ସେ କୋଉଠିକାର ନେତୃତ୍ୱ ନେଉଥିଲେ? ଏଇ ବାରାକପୁରେ। Next question. So who introduced the Vernacular Press Act? ଏଇ ଯୋଉ Vernacular Press Act ଟାକୁ କିଏ introduce କରିଥିଲେ ବୋଲି ପଚାରୁଛି। ଅପସନ ଅଛି କଣ? ନା ଲର୍ଡ ରିପନ, ଲର୍ଡ ଲିଟନ, ଲର୍ଡ କର୍ଜନ ନା ଲର୍ଡ କେନି। ଏଠିକ ଉତ୍ତର କୋଉଟା ହବ? ଏଇ Vernacular Press Act ଲର୍ଡ ଲାଇଟନଙ୍କ ଦ୍ଵାରା ଆସିଥିଲା। ତ କେବେ? 1878। ଏଠିକ ଉତ୍ତର କୋଉଟା ହବ? ନା 1878 ରେ କିଏ ଆଣିଥିଲେ? ଏଇ ଲର୍ଡ ଲିଟନ ହିଁ ନେଇକି ଆସିଥିଲେ। ଆଉ ଯଦି ପଚାରିବେ ୟାକୁ କିଏ ଅପୋଜ କରିଥିଲେ? ତା ଲର୍ଡ ରିପନ। ଲର୍ଡ ରିପନ ହିଁ ବର୍ଣ୍ଣାକଲର ପ୍ରେସ ଆକ୍ଟକୁ ଅପୋଜ କରିଥିଲେ। ଆଉ ଲର୍ଡ ଲିଟନ ଗୋଟେ କଣ ନେଇକି ଆସିଥିଲେ? ନା ଦେଖି in which year was the Vernacular Press Act passed? ସେ ପଚାରୁଛି କେବେ ଏଇ Vernacular Press Act ଟା ପାସ୍ ହେଇଥିଲା। ଅପସନ ଅଛି 1857, 1861, 1878 ନା 1882। ଏଠିକ ଉତ୍ତର କୋଉଟା ହବ? ନା 1878। ଏଇ 1878 ରେ Vernacular Press Act ଆସିଥିଲା। ଆଉ କିଏ ନେଇକି ଆସିଥିଲେ? ନା ଲର୍ଡ ଲାଇଟନ। ଆଉ ତାକୁ କିଏ ଅପୋଜ କରିଥିଲେ? ନା ଲର୍ଡ ରିପନ। ନେକ୍ସଟ କ୍ୱେଶ୍ଚନ ଦେଖିବା। ଦେଖି who is known as the father of local self government? ଏଇ father of local self government ବୋଲି କାହାକୁ କୁହାଯାଏ? ଅପସନ ଅଛି ଲର୍ଡ ଲାଇଟନ, ଲର୍ଡ ରିପନ, ଲର୍ଡ କର୍ଜନ ନା ଲର୍ଡ ଡେଲାହାଉସି। ଲର୍ଡ କର୍ଜନ କଣ କରିଥିଲେ? ନା ପାର୍ଟିସନ ଅଫ ବେଙ୍ଗଲ କରିଥିଲେ। ଲର୍ଡ ଡେଲାହାଉସି କଣ? ନା ଡକ୍ଟ୍ରିନ ଅଫ ଲାପ୍ସ, ପୋଷ୍ଟ ଅଫିସ, ଆଉ ହଉଛି ରେଲୱେ ଲାଇନ, ଟେଲିଗ୍ରାଫ ଏ ସବୁ ନେଇକି ଆସିଥିଲେ। ତାପରେ ଆସିଲେ କଣ? ନା ଲର୍ଡ ଲାଇଟନ ଆଉ ଲର୍ଡ ରିପନ। ଏଠିକ ଉତ୍ତର କୋଉଟା ହବ? ନାଇଁ ଲର୍ଡ ରିପନ। ଲର୍ଡ ରିପନକୁ ହିଁ କଣ କୁହାଯାଏ? ନା ଫାଦର ଅଫ ଲୋକାଲ ସେଲ୍ଫ ଗଭର୍ଣ୍ଣମେଣ୍ଟ। ଆଉ ଲର୍ଡ ଲାଇଟନ କଣ ଆଣିଥିଲେ? ନା ବର୍ଣ୍ଣାକଲାର ପ୍ରେସ ଆକ୍ଟ। ନେକ୍ସଟ କ୍ୱେଶ୍ଚନ ଦେଖିବା। ଦେଖି ହୁ ଇଣ୍ଟ୍ରୋଡ୍ୟୁସ ଦ ଇଲବର୍ଟ ବିଲ୍? ଇଲବର୍ଟ ବିଲ୍ କୁ କିଏ ଇଣ୍ଟ୍ରୋଡ୍ୟୁସ କରିଥିଲେ ବୋଲି ପଚାରୁଛି। ଅପସନ ଅଛି କଣ? ନା ଲର୍ଡ ଲାଇଟନ, ଲର୍ଡ ରିପନ, ଲର୍ଡ କର୍ଜନ ନା ଲର୍ଡ ଡେଲାହାଉସି। ଏଠିକ ଉତ୍ତର କୋଉଟା ହବ? ନା ଏଇ ଯୋଉ ଇଲବର୍ଟ ବିଲ୍ କୁ କିଏ କରିଥିଲେ? ନା ଲର୍ଡ ରିପନ। ଲର୍ଡ ରିପନ ହିଁ ଇଲବର୍ଟ ବିଲ୍ କୁ ଇଣ୍ଟ୍ରୋଡ୍ୟୁସ କରିଥିଲେ। ଆଉ ଲର୍ଡ କର୍ଜନ ଡେଲାହାଉସି ବିଷୟରେ ତ ଆମେ ଅଲରେଡି ପଢି ସାରିଛନ୍ତି। ନେକ୍ସଟ କ୍ୱେଶ୍ଚନ। in which year in which year was the Ilbert Bill introduced? ତାହେଲେ ଇଲବର୍ଟ ବିଲ୍ ଇଣ୍ଟ୍ରୋଡ୍ୟୁସ କିଏ କରିଥିଲେ? ଲର୍ଡ ରିପନ। ତ ସେ କେବେ ଇଣ୍ଟ୍ରୋଡ୍ୟୁସ କରିଥିଲେ? ଅପସନ ଅଛି 1878, 1882, 1883 ନା 1885। ଏଠିକ ଉତ୍ତର କୋଉଟା ହବ? ନା 1883 ରେ ଏଇ ଇଲବର୍ଟ ବିଲ୍ ଟା ହିଁ ଇଣ୍ଟ୍ରୋଡ୍ୟୁସ ହେଇଥିଲା। କାହା ଦ୍ଵାରା ହେଇଥିଲା? ଲର୍ଡ ରିପନଙ୍କ ଦ୍ଵାରା ହେଇଥିଲା। ଆଉ 1878 ରେ କିଏ ଆସିଥିଲା? 1878 ରେ ଲର୍ଡ ଲାଇଟନ ଆଣିଥିଲେ ଭର୍ଣ୍ଣାକଲାର ପ୍ରେସ ଆକ୍ଟ। ନେକ୍ସଟ କ୍ୱେଶ୍ଚନ କଣ ଅଛି? ନା ଆଜି ଥିଲା ଏତିକି। ଏଇ ଭିଡିଓରେ ଆମେ ଏତିକି ଡିସ୍କସନ କଲେ। ୟା ପର ଭିଡିଓରେ ଆଉ ଯେତିକି ସବୁ ଅଛି ଏମସିକ୍ୟୁ ଆମେ ଡିସ୍କସନ କରିବା। ଆଉ ଚ୍ୟାନେଲଟିକୁ ସବସ୍କ୍ରାଇବ କରିନାହାନ୍ତି ସବସ୍କ୍ରାଇବ କରିଦିଅନ୍ତୁ। ଭିଡିଓଟି ଭଲ ଲାଗିଥିଲେ ଲାଇକ୍ କରନ୍ତୁ। ଥ୍ୟାଙ୍କ ୟୁ।